ନମସ୍କାର, ଜୟ ଜଗନ୍ନାଥ। ଆଜିର କେତେ ଗୁଡ଼ିଏ ଅନୁଚିନ୍ତା ସହିତ ସ୍ୱାସ୍ଥ୍ୟ ଟିପ୍ସ। ଯଦି ଆପଣଙ୍କ ଘରକୁ କଳା ଜନ୍ଦାର ଲମ୍ବା ଲାଇନ୍ ଲମ୍ବିଥାଏ, ତାହାର ଅର୍ଥ ଆପଣଙ୍କ ଘରେ ମା ଲକ୍ଷ୍ମୀ ପ୍ରବେଶ କରିସାରିଲେଣି। ଏଥିସହ ଖୁବ୍ ଶୀଘ୍ର ଆପଣ ଆର୍ଥିକ ଦୁର୍ଗତିରୁ ମୁକୁଳି ପାରିବେ ବୋଲି ଜାଣି ରଖନ୍ତୁ। ସ୍ୱପ୍ନରେ ଆପଣ ବଂଶୀ, ପଦ୍ମଫୁଲ, ଝାଡ଼ୁ ବା ଗୋଲାପ ଫୁଲ ଦେଖିବାକୁ ପାଇଲେ ଏହା ମା ଲକ୍ଷ୍ମୀଙ୍କର ଆଗମନ ସଂକେତ ବୋଲି ଧରାଯାଏ। ଏପରି ସ୍ୱପ୍ନ ଦେଖିଲେ ଜାଣି ରଖନ୍ତୁ ଆପଣଙ୍କ ଜୀବନରୁ ଆର୍ଥିକ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ନାଶପାତି ଫାଇବରରେ ଭରପୁର ହୋଇଥାଏ। ଏହାର ମାତ୍ରା ବହୁତ ଥାଏ, ସେଥିପାଇଁ ପେଟ ସଫା ରହିବାରେ ଏ ସାହାଯ୍ୟ କରିଥାଏ। ତ ନିୟମିତ ଭାବରେ ଏହା ଖାଇଲେ ଆପଣ ପେଟ ରୋଗରୁ ରକ୍ଷା ପାଇପାରିବେ। ଡାକ୍ତରଙ୍କ ଅନୁସାରେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ନଡ଼ିଆ କିମ୍ବା ବାଦାମ ତେଲ ଲଗାଇବା ଦ୍ୱାରା ଶରୀର ଭିତରୁ ହାଇଡ୍ରେଟ୍ ହୁଏ, ଯାହା ଚର୍ମକୁ ନରମ ଏବଂ ଉଜ୍ଜ୍ୱଳ କରିଥାଏ। ପରବର୍ତ୍ତୀ ନମ୍ବର, ଉତ୍ତର ଦିଗରେ ସବୁବେଳେ ଆଲମାରୀ, ଟଙ୍କା, ପଇସା, ମଙ୍ଗଳସୂତ୍ର ତଥା ଅଳଙ୍କାର ରଖିବାକୁ ଶୁଭ ବିବେଚନା କରାଯାଇଥାଏ। ଏହାଦ୍ୱାରା ଘରେ କେବେ ବି ଧନର ଅଭାବ ରହିନଥାଏ ଏବଂ ଦାରିଦ୍ର୍ୟତା ପାଖ ମାଡ଼ି ନଥାଏ। ଉତ୍ତର ଦିଗରେ ବିଶେଷ କରି ଈଶାନ୍ୟ କୋଣରେ କଳା ରଙ୍ଗର ଜିନିଷ ରଖିଲେ ଘରେ ନକାରାତ୍ମକ ଉର୍ଜା ଭରି ରହିଥାଏ, ଯାହାଦ୍ୱାରା ଆପଣ ସବୁବେଳେ ସମସ୍ୟା ଘାଏ ରହିବେ ଆଉ ସେଥିରୁ ମୁକୁଳି ପାରିବେନି। ପରବର୍ତ୍ତୀ ନମ୍ବର, ପାଚନ ପ୍ରକ୍ରିୟା ଠିକ୍ ରହିବା। ଡାକ୍ତରଙ୍କ କହିବା ଅନୁସାରେ ଯେ ନାଭି ତଳେ ଏକ ଅଗ୍ନି କେନ୍ଦ୍ର ଅଛି, ଯାହା ପାଚନ ଏବଂ ମୂତ୍ର ପ୍ରଣାଳୀକୁ ନିୟନ୍ତ୍ରଣ କରିଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ବଦହଜମି, ଗ୍ୟାସ୍, ଏସିଡିଟି ଭଳି ସମସ୍ୟାରେ ପୀଡ଼ିତ ହେଉଛନ୍ତି, ତେବେ ନଡ଼ିଆ ତେଲରେ କିଛି ବୁନ୍ଦା ଅଦା ଏବଂ ପୁଦିନା ଆବଶ୍ୟକୀୟ ତେଲରେ ମିଶାଇ ନାଭିରେ ଲଗାନ୍ତୁ। 21 ଦିନ ପର୍ଯ୍ୟନ୍ତ ଏହା କରିବା ଦ୍ୱାରା ଆପଣଙ୍କର ପାଚନ ଶକ୍ତି ଉନ୍ନତ ହୋଇପାରିବ। ଯୋଗ ଗୁରୁଙ୍କ କହିବା ଅନୁସାରେ କ୍ରମାଗତ 21 ଦିନ ପର୍ଯ୍ୟନ୍ତ ନାଭିରେ ଦେଶୀ ଘିଅ କିମ୍ବା ରାଶି ତେଲ ଲଗାଇବା ଦ୍ୱାରା ଆଖିର ଶୁଷ୍କତା ହ୍ରାସ ପାଇଥାଏ ଏବଂ ଦୃଷ୍ଟି ଶକ୍ତି ତୀକ୍ଷ୍ଣ ହୋଇଥାଏ। ଜିରା ପାଣି ମଧ୍ୟ ଗ୍ୟାଷ୍ଟ୍ରିକ୍ କିମ୍ବା ଗ୍ୟାସ୍ ସମସ୍ୟା ଥିବା ଲୋକଙ୍କ ପାଇଁ ଏକ ଭଲ ଉପଚାର। ଜିରା ଅତ୍ୟାବଶ୍ୟକୀୟ ତେଲ ଧାରଣ କରିଥାଏ, ଯାହା ଲାଳ ଗ୍ରନ୍ଥିକୁ ଉତ୍ସାହିତ କରିଥାଏ। ଜିରା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୁଏ ଏବଂ ଏହା ପେଟରେ ଗ୍ୟାସ୍ ସୃଷ୍ଟି କରେ ନାହିଁ। ସେଥିପାଇଁ ଆପଣ 1 ଚାମଚ ଜିରାକୁ ନେଇ 10-15 ମିନିଟ୍ ପାଇଁ 2 କପ୍ ପାଣିରେ ଫୁଟାନ୍ତୁ। ଏହି ପାଣିକୁ ଥଣ୍ଡା କରି ଖାଇବା ପରେ ପିଅନ୍ତୁ। ହେଙ୍ଗୁ ପିଲାମାନଙ୍କ ପାଇଁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ୟାସ୍ର ଆରାମ ପ୍ରଦାନ ଦେଇଥାଏ। ଏଥିପାଇଁ ଆପଣ ଅଧା ଚାମଚ ହେଙ୍ଗୁ ନିଅନ୍ତୁ, ଏହାକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ହେଙ୍ଗୁ ପିଇବା ଦ୍ୱାରା ଗ୍ୟାସ୍ର ଗଠନ କମିଯାଇଥାଏ। ହେଙ୍ଗୁ ମଧ୍ୟ ପେଟକୁ ସଫା କରି ଗ୍ୟାସ୍ର ଆରାମ ଦେଇଥାଏ। ଏହାକୁ ପିଇବାର କିଛି ମିନିଟ୍ ମଧ୍ୟରେ ପେଟ ଯନ୍ତ୍ରଣା କମିଯାଏ। ପରବର୍ତ୍ତୀ ନମ୍ବର, ଗ୍ୟାସ୍ ଥିଲାବେଳେ ଆପଣ ଅଦା ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଅଦା ଚା ପିଇପାରିବେ। ମନେ ରଖନ୍ତୁ ଯେ ଆପଣଙ୍କୁ କ୍ଷୀର ଚା ପିଇବାକୁ ପଡ଼ିବ ନାହିଁ। ଏଥିପାଇଁ 1 କପ୍ ପାଣିରେ ଅଦା ଖଣ୍ଡ ପକାଇ ଭଲ ଭାବରେ ଫୁଟାନ୍ତୁ। ବର୍ତ୍ତମାନ ଏହି ପାଣିକୁ ଉଷୁମ ପିଅନ୍ତୁ। ଏହା ଆପଣଙ୍କୁ ଗ୍ୟାସ୍ରେ ଆରାମ ଦେଇଥାଏ।
ଯଦି କଳା ଫଙ୍ଗସ୍ ସମ୍ପୂର୍ଣ୍ଣ ଭାବେ ଅପସାରଣ କରାଯାଏ ତେବେ ପିଆଜ ବ୍ୟବହାର କରାଯାଏ ତେବେ କୌଣସି ବିପଦ ନାହିଁ। କାହିଁକିନା କଳା ପିଆଜ ଖାଇଲେ ଆମ ପାଇଁ ବହୁତ ଦେହ ଖରାପ କରେ। ପିଆଜ ବ୍ୟବହାର କରାଯାଏ ତେବେ କୌଣସି ବିପଦ ନାହିଁ, କାହିଁକିନା ଆଲର୍ଜି ରୋଗୀଙ୍କ ପାଇଁ ଏହା ବିପଜ୍ଜନକ ଅଟେ। ଏହି ପ୍ରକାର ପିଆଜ ଖାଇବା ଦ୍ୱାରା ସେମାନଙ୍କର କ୍ଷତି ହେବ। ଆଜମା ରୋଗୀଙ୍କ ପାଇଁ ଏହା ମଧ୍ୟ ଏକ କ୍ଷତିକାରକ। ଯଦି ଗୋଟିଏ କିମ୍ବା ଦୁଇଟି ପିଆଜ ଅଛି ତାହା ଯାହା କଳା ହୋଇଯାଇଛି ତୁରନ୍ତ ସେଗୁଡ଼ିକୁ ବାହାର କରିବା ଭଲ, କାରଣ ପିଆଜ କିଣିବା ପୂର୍ବରୁ ଚିହ୍ନଟ କରିବା ଏବଂ ଏହା ବାହାର କରିବା ଏକ ସ୍ମାର୍ଟ ପଦକ୍ଷେପ। ପ୍ରାୟ ପିଆଜରେ ଆମର ଉପର ପାଖ ସବୁ କଳା ପଡ଼ିଯାଇଥାଏ, ସେଗୁଡ଼ା ଖାଇବାରୁ ଆଲର୍ଜି ବଢ଼ିଯାଇଥାଏ। ଯଦି ପିଆଜକୁ ଫ୍ରିଜରେ ରଖାଯାଏ ତେବେ ଏଥିରେ ଥିବା କଳା ଫଙ୍ଗସ୍ ଅନ୍ୟ ଖାଦ୍ୟ ପଦାର୍ଥରେ ବ୍ୟାପି ବିଷାକ୍ତ ହେବାର ସମ୍ଭାବନା ରହିଛି। କିଛି ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି କଳା ଫଙ୍ଗସ୍ ବିଷାକ୍ତ ଅଟେ। ଏହାକୁ ଖାଇବା ଦ୍ୱାରା ମୁଣ୍ଡବିନ୍ଧା, ବାନ୍ତି, ପେଟ ଯନ୍ତ୍ରଣା ଭଳି ଆଲର୍ଜି ପ୍ରତିକ୍ରିୟା ହୋଇପାରେ। ଯଦି ଉପର ଚର୍ମରେ ଏହି କଳା ଫଙ୍ଗସ୍ ଅଛି ତେବେ ଚର୍ମକୁ ବାହାର କରନ୍ତୁ, କିନ୍ତୁ ଯଦି ପିଆଜ ଭିତର ଅଂଶ ମଧ୍ୟ କଳା ତେବେ ଏହାକୁ ଖାଆନ୍ତୁ ନାହିଁ। ଅନେକ ରିପୋର୍ଟ ଅନୁଯାୟୀ ଏହା ସାଂଘାତିକ ନୁହେଁ, କିନ୍ତୁ ଏହାର ବ୍ୟବହାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ପରବର୍ତ୍ତୀ ନମ୍ବର ଡାକ୍ତରମାନେ କୁହନ୍ତି ଯେ କେତେଗୁଡ଼ିଏ ଲକ୍ଷଣ ହେଉଛି ଯେ ହାର୍ଟ ଆଟାକ୍ ଆସିବାର ପୂର୍ବରୁ ଛାତିରେ ମଝିରେ ମଝିରେ ହାଲୁକା ଯନ୍ତ୍ରଣା, ଟାଣ ଚାପ ଏବଂ ଜଳାପୋଡ଼ା ଅନୁଭବ ହୁଏ। ଏହା ହୃଦଘାତର 4-5 ଦିନ ପୂର୍ବରୁ ଦେଖାଯାଇଥାଏ। ଆଉ ଅନ୍ୟ ଏକ ଲକ୍ଷଣ ହେଉଛି ଅସ୍ୱାଭାବିକ ଥକାପଣ, ଯେଉଁଥିରେ ଜଣେ ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ସାଧାରଣତଃ ଅପେକ୍ଷା ଅଧିକ ଥକା ଅନୁଭବ କରନ୍ତି। ଏହା ମହିଳାମାନଙ୍କ ଠାରେ ଦେଖାଯାଉଥିବା ଏକ ସାଧାରଣ ଲକ୍ଷଣ ଅଟେ। ଡାକ୍ତରମାନେ କହନ୍ତି ଯେ ଯଦି ଆପଣ ଅଳ୍ପ ପରିଶ୍ରମ କରିବା ପରେ ମଧ୍ୟ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି କିମ୍ବା ସିଡ଼ି ଚଢ଼ିବାରେ କିମ୍ବା ତଳକୁ ଯିବାରେ ଅସୁବିଧା ହେଉଛି ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ, ଡକ୍ଟରଙ୍କୁ ଦେଖାନ୍ତୁ। ନମସ୍କାର, ଜୟ ଜଗନ୍ନାଥ।